ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ। ଜୀବନ ଭାବୁଥିବେ ଗୌରୀ ଦିଦିକୁ ଏପର୍ଯ୍ୟନ୍ତ ଚିଠିଟା ମିଳିନି କାହିଁକି? ସେଇ ଚିଠିଟା ଭୁଲରେ କାହା ହାତରେ ନ ପଡୁ, ଆଉ କାହା ହାତରେ ପଡିବା ଅପେକ୍ଷା ଚିଠିଟା ହଜି ଯାଆନ୍ତା କି ନହେଲେ ଚିଠିଟା ଚିରି ଯାଆନ୍ତା ଯଦି ଭଲ ହୁଅନ୍ତା। ଦିବ୍ୟା କଣ ପୁଣି ଥରେ ମତେ ଅଟକେଇବାକୁ ଚେଷ୍ଟା କରୁଛି ନା କଣ? ଗୁରୁଦେବ, ପ୍ରଭୁଦତ୍ତ ନନା, ଦିବ୍ୟା ସମସ୍ତେ ନିଜ ନିଜ ଜାଗାରେ ଠିକ୍, କିନ୍ତୁ ମୁଁ ଗୌରୀ ଦିଦିଙ୍କ ଦୁଃଖ ଦେଖି ପାରୁନି। ଭବିଷ୍ୟତ ବାଣୀକୁ ଭାବି ଆମେ ଗୌରୀ ଦିଦିଙ୍କୁ ବହୁତ ବଡ଼ କଷ୍ଟ ଦେଉଛେ। ଗୌରୀ ଦିଦିଙ୍କ ଭଳି ଜଣେ ଭଲ ମଣିଷକୁ ତାଙ୍କ ଛୁଆ ବାବଦରେ ନ କହି ତାଙ୍କ ଛୁଆ ସହିତ ଭେଟ ନ କରେଇ ଦେବାଟା କେଉଁ ପ୍ରକାର ନ୍ୟାୟ କେଜାଣି ମୁଁ ବୁଝିପାରୁନାହିଁ। ଏହାପରେ ଜୀବନ ଜଣକ ପାଖକୁ ଫୋନ କରିବେ ଆଉ କହିବେ ହାଲୋ ହାଲୋ, ଠିକ୍ ଏହି ସମୟରେ ଗୌରୀ ଆସି ସେହି ସ୍ଥାନରେ ପହଞ୍ଚିଯିବେ। ଏହାପରେ ଗୌରୀ ଭାବୁଥିବେ ଜୀବନ ଚାଲି ପାରୁଛି, ବୁଲି ପାରୁଛି, କଥା କହିପାରୁଛି।